आपण मानक ପାଇଁ କି ଗତକାଲି ଗୋଟେ ବଢ଼ିଆ ଡାଟା ଏଣ୍ଟ୍ରି ଜବ୍ଟେ ସେୟାର କରିଥିଲି ଯେଉଁଟା ଆପଣମାନେ ଘରେ ବସିକି କାମ କରିପାରିବେ ଆଉ ମାସକୁ 33,000ରୁ 50,000 ଟଙ୍କା ପର୍ଯ୍ୟନ୍ତ ଇନକମ୍ କରିପାରିବେ। ତ ବହୁତ ବଢ଼ିଆ ଜବ୍ଟା ରହିଥିଲା ଆଉ ବହୁତ ଭଲ କମ୍ପାନୀରୁ ମଧ୍ୟ ରହିଥିଲା। ତ ଆପଣମାନେ ଯଦି ଏବେ ପର୍ଯ୍ୟନ୍ତ ସେ ଭିଡ଼ିଓଟି ଦେଖିନାହାନ୍ତି ଏଇ ଭିଡ଼ିଓର ତଳେ ମୁଁ ସେ ଭିଡ଼ିଓଟାକୁ ଟ୍ୟାଗ୍ କରିଦେଇଛି, ଲଙ୍ଗ୍ ଭିଡ଼ିଓରେ ଯାଇ ଦେଖିପାରିବେ। ଯଦି ଆପଣମାନେ ଇନଷ୍ଟାଗ୍ରାମରେ ଏ ରିଲ୍ଟା ଦେଖୁଛନ୍ତି ତାହେଲେ ୟୁଟ୍ୟୁବକୁ ଯାଇକି ଏପିକ୍ କାର୍ଡ଼ ଚ୍ୟାନେଲ୍ ସର୍ଚ୍ଚ କଲେ ଆପଣମାନଙ୍କୁ ବହୁତ ସାରା ୱାର୍କ ଫ୍ରମ୍ ହୋମ୍ ଫ୍ରେସର ଜବ୍ ମିଳିଯାଇପାରିବ। ଯଦି ଆପଣମାନେ ଷ୍ଟୁଡେଣ୍ଟ ଅଟନ୍ତି କିଛି ପାର୍ଟ ଟାଇମ୍ କାମ କରିକି ପଇସା ଇନକମ୍ କରିବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ସେ ଜବ୍ଟା ଆପଣମାନେ ଆରାମରେ କରିପାରିବେ। ଯେଉଁମାନେ 10th ପାସ୍ କରିସାରିଛନ୍ତି କିମ୍ବା ଯେଉଁମାନେ ଅନଗୋଇଂ ଷ୍ଟୁଡେଣ୍ଟ ଅଛନ୍ତି 10th ପଢ଼ୁଛନ୍ତି ସେମାନେ ମଧ୍ୟ ଜବ୍ଟା ପାଇଁକି ଟ୍ରାଏ କରିପାରିବେ। ଆପଣମାନଙ୍କ ପାଇଁକି ବହୁତ ସାରା ଜବ୍ ସୋମବାରରୁ ଶୁକ୍ରବାର ମୁଁ ରେଗୁଲାର ପୋଷ୍ଟ କରିଥାଏ, ଆପଣମାନେ ସେସବୁକୁ ଚେକ୍ଆଉଟ୍ କରିପାରିବେ। ତ ଏବେ ଚାଲନ୍ତୁ ଦେଖିବା ଆଜି ହଜବେଣ୍ଡଙ୍କ ଲଞ୍ଚ ବକ୍ସରେ କ'ଣ ଦେଇଥିଲି। ତ ଆଜି ଥିଲା ଶନିବାର, କିନ୍ତୁ ଆଜି ଶନିବାରରେ ହଜବେଣ୍ଡଙ୍କ ଅଫିସରୁ କଲ୍ ଆସିଥିଲା, ଟିକେ କାମ ଥିଲା ଅଫିସରେ ଯିବା ପାଇଁକି ତାଙ୍କୁ ପଡ଼ିଥିଲା। ମୋତେ ତ ବିଲକୁଲ ଇଚ୍ଛା ନଥିଲା, ଏଇ ଯେଉଁ ଭଳିଆ ଗରମ ହେଉଛି ସେଥିରେ କେବଳ ପଖାଳ ଆଉ ଆଳୁ ଭର୍ତ୍ତା ଖାଇକି ହିଁ ଶାନ୍ତି ମିଳୁଛି। ତଥାପି ଯେତେବେଳେ ହଜବେଣ୍ଡ କହିଲେ ନାହିଁ ଆଜି ଅଫିସ୍ ଅଛି ଯିବାକୁ ପଡ଼ିବ, ତ ବାଧ୍ୟ ହୋଇକି ଉଠିକି ସାଧା ସିମ୍ପଲ୍ ଖାଇବା ବନେଇଥିଲି। ଗତକାଲି ଡାଲମା କରିଥିଲି, ଆଜି ତାଙ୍କୁ ଡାଲି କରିକି ଦେଇଥିଲି ଆଉ ପୋଟଳ ଆଳୁ ଭଜା କରିଦେଇଥିଲି। ଏବେ ତ ମୋତେ ଆଉ କିଛି ପରିବା ଆଖି ଆଗରେ ଦେଖା ହିଁ ଯାଉନି, କେବଳ ପୋଟଳ ଆଉ ଆମ୍ବ ଏଇ ଦୁଇଟା ଜିନିଷ ହିଁ ଦେଖାଯାଉଛି, ଗୋଟେ ପରିବା ଆଉ ଗୋଟେ ହେଉଛି ଫ୍ରୁଟ୍ସ। ତ ଏମିତି ଆଜି ହଜବେଣ୍ଡଙ୍କ ଲଞ୍ଚ ବକ୍ସ ପ୍ରିପେୟାର କରିକି ତାଙ୍କୁ ଦେଇଥିଲି। ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଜବ୍ ରିଲେଟେଡ୍ କୌଣସି ଅସୁବିଧା ହେଉଛି ଯଦି ମୋତେ ୟୁଟ୍ୟୁବର କମେଣ୍ଟ ବକ୍ସରେ ପଚାରିପାରିବେ।